शुभ सकाळ ओडिया न्यूज रे आपनको स्वागत। आज 27 नवेम्बर बुधवार नहीं आसी आपण पई किछि गुरुत्वपूर्ण खबर। यदि वीडियोटी भल लगे लाइक शेयर कमेंट करी चैनल टी को सब्सक्राइब करंतु। जेल मुकुली रे 14 जन आजीवन सजा काटिथिबा कैदी। संविधान दिवस अवसर रे जेल मुकुली रे 14 जन आजीवन सजा काटिथिबा कैदी हत्या दुष्कर्म डकायती बोली संगीन अभियोग रे आजीवन सजा काटिथिबा एई कैदी को आज छाड़ी दिया जाइछि। ଯେଉଁଥିରେ ରାଉରକେଲାରୁ 2 ଜଣ, ଜାମରୋଲି ଜେଲରୁ 3, କୋରାପୁଟ ଜେଲରୁ 4 ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବନାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ कैदी ଜେଲରୁ ମୁକୁଳିଛନ୍ତି। ସୁଜାତା କାର୍ତ୍ତିକେୟନଙ୍କୁ ଛୁଟି ଦେଲାନି ସରକାର। ବରିଷ୍ଠ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାର ଛୁଟି ଦେବେନି। 6 ମାସ ଛୁଟିରେ ଯାଇଥିବା ସୁଜାତା ଆଉ 6 ମାସ ଛୁଟି ପାଇଁ ଆବେଦନ କରିଥିଲେ। ତେବେ ରାଜ୍ୟ ସରକାର ତାଙ୍କର ଛୁଟିକୁ ଆଗ୍ରହ କରିଦେଇଛନ୍ତି। ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି, ଯାହାକୁ ନେଇ ରାଜନୀତିର ମହଲରେ ଆଲୋଚନା ସୃଷ୍ଟି ହୋଇଛି। ମେ 31ରେ ସୁଜାତା 6 ମାସ ପାଇଁ ଛୁଟିରେ ଯାଇଥିଲେ। ସପ୍ତାହକୁ 3 ଦିନ ଉଡ଼ିବନି ବିମାନ। ନିୟମିତ ବିମାନ ସେବା ଏଠି ସ୍ୱାର୍ଥ ସପନ। ରାଉରକେଲାରେ ବିମାନ ସେବା ନିମ୍ନଗାମୀ ହେବାରେ ଲାଗିଛି। ଆଲିଆନ୍ସ ଏୟାର କ୍ରମାଗତ ଅବହେଳା ଯୋଗୁଁ ବିମାନ ସେବା ଏବେ ପ୍ରଶ୍ନ ପାଲଟିଲାଣି। କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ସେବା ବନ୍ଦ ହେଉଛି ତ ପୁଣି କେତେବେଳେ ମରାମତି କାରଣ ଦର୍ଶାଇ ବନ୍ଦ କରି ଦିଆଯାଉଛି। ଏବେ ବିମାନ ଅଭାବ ଯୋଗୁଁ ରାଉରକେଲା ଭୁବନେଶ୍ୱର ବିମାନ ଉଡ଼ାଣକୁ 3 ଦିନ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ବିମାନ ରାଉରକେଲାରୁ ସପ୍ତାହକୁ କେବଳ 4 ଦିନ ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଉଡ଼ିବ। ଅଯୋଗ୍ୟଙ୍କୁ ମିଳିବନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିବ ଅଯୋଗ୍ୟ ପରିବାର। ଏନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ବିଧାନସଭାରେ କଂଗ୍ରେସ ବିଧାୟକ ପ୍ରଭୁଦେବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଧନିକ ଶ୍ରେଣୀ, ଛାତ ଘରେ ଥିବା ଲୋକ, ଚାକିରିଆ ଓ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ। ଖୁବ୍ ଶୀଘ୍ର ବିବାହ କରିବେ ନାଗାର୍ଜୁନଙ୍କ ପୁଅ ଓକିଲ, ସରିଲା ନିର୍ବନ୍ଧ। ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ତଥା ନାଗା ଚୈତନ୍ୟଙ୍କ ଭାଇ ଓକିଲ ଓକିନୀ ନିର୍ବନ୍ଧ କରିଛନ୍ତି। ଅଭିନେତା ନାଗାର୍ଜୁନ ବୋହୂ ଜୈନାବଙ୍କ ପରିବାରରେ ସ୍ୱାଗତ କରି ନିର୍ବନ୍ଧର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତେବେ ଏହାର କିଛି ମାସ ପୂର୍ବରୁ ନାଗା ଚୈତନ୍ୟ ସବିତା ଦୋଳିପାଲଙ୍କ ସହ ନିର୍ବନ୍ଧ କରିଥିଲେ ଏବଂ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପାକିସ୍ତାନରେ ତୀବ୍ର ହେଉଛି ଆନ୍ଦୋଳନ। ସେନା ଜାରି କଲା ସୁଟ୍ ଆଟ୍ ସାଇଟ୍ ଅର୍ଡର। ପାକିସ୍ତାନରେ ଅଶାନ୍ତ ବୃଦ୍ଧି ପାଉଛି। ଇମ୍ରାନ ଖାଁଙ୍କ ସମର୍ଥନରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାର ରୂପ ନେଉଛି। ଜେଲରେ ଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆହ୍ୱାନ କ୍ରମେ ଏହି ବିକ୍ଷୋଭ ଆରମ୍ଭ ହୋଇଛି। ଲଗାତାର 3 ଦିନ ହେଲା ଆନ୍ଦୋଳନ ଜାରି ରହିଛି। ରାଜଧାନୀ ଇସଲାମାବାଦରେ ପଶିଛନ୍ତି ଇମ୍ରାନଙ୍କ ହଜାର ହଜାର ସମର୍ଥକ। ଏତିକି ବେଳେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନଙ୍କ ସମର୍ଥକମାନେ ଶ୍ରୀନଗର ରାଜପଥରେ 4 ରେଞ୍ଜରଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ବ୍ୟାଙ୍କକୁ କହିଲେ ସରକାର ସବୁ ବର୍ଗକୁ ଋଣ ଦିଅ। ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗଙ୍କୁ ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ଋଣ ଦେବା ଲାଗି ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁପ ଗର୍ଗ ଆହ୍ୱାନ ଦେଇଛନ୍ତି। 2027 ସୁଦ୍ଧା ବିକଶିତ ଓଡ଼ିଶା ଓ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ନଜରରେ ରଖି ଋଣ ଦେବାକୁ ସେ ବ୍ୟକ୍ତିଗୁଡ଼ିକୁ କହିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ବ୍ୟାଙ୍କ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀମତୀ ଗର୍ଗ ଋଣ ପ୍ରଦାନରେ ରହିଥିବା ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉପରେ ଆଲୋକପାତ କରିଛନ୍ତି। ଇତିହାସ ପାଲଟିବ କୋଲକାତାର ହଳଦିଆ ଟ୍ୟାକ୍ସି। କୋଲକାତା ସହର କଥା ଆସିଲା ମାନେ ହିଁ ହାଓଡ଼ା ବ୍ରିଜ, ଇଡେନ ଗାର୍ଡେନ ଓ ହଳଦିଆ ଟ୍ୟାକ୍ସି ମନେ ପଡ଼ିଥାଏ। ହେଲେ ବର୍ତ୍ତମାନ ସହରର ରାସ୍ତାକୁ ଏହି ଟ୍ୟାକ୍ସିକୁ ହଟାଇ ଦିଆଯିବ। ବର୍ତ୍ତମାନ କଲିକତା ସହରରେ ପ୍ରାୟ 7,000 ଟ୍ୟାକ୍ସି ଚାଲୁଛି। ତେବେ ଏଥିମଧ୍ୟରୁ 4500 ଟ୍ୟାକ୍ସି 15 ବର୍ଷ ପୁରୁଣା ହୋଇଥିବା ବେଳେ ନିୟମ ଯୋଗୁଁ ଚଳିତ ବର୍ଷ ପ୍ରାୟ ବନ୍ଦ ହୋଇସାରିଲାଣି। ଅପରପକ୍ଷରେ ହିନ୍ଦ୍ ମୋଟର୍ସ ପୂର୍ବରୁ ହିଁ ଏହି ଆମ୍ବାସେଡର କାର୍ ନିର୍ମାଣ ବନ୍ଦ କରିସାରିଲାଣି।
ଫଳସ୍ୱରୂପ କଲିକତା ରାସ୍ତାରୁ ଏହି ଟ୍ୟାକ୍ସିଗୁଡ଼ିକ ଧୀରେ ଧୀରେ ଅଦୃଶ୍ୟ ହେବାରେ ଲାଗିଲାଣି। ଆଦାନୀଙ୍କ ଫ୍ରାନ୍ସର ଝଟକା ଷ୍ଟକ୍ ବଜାରରେ ଡୁବିଲା 2.44 ଲକ୍ଷ କୋଟି। ଲାଞ୍ଚ କରିବାର ଭଳି ଗମ୍ଭୀର ଅଭିଯୋଗ ସାମ୍ନା ଆସିଥିବା ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ଆଉ ଏକ ଶକ୍ତ ଝଟକା ଲାଗିଛି। ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଓ ଆଦାନୀ ଟୋଟାଲ୍ ଗ୍ୟାସରେ ପୁଞ୍ଜିନିବେଶ କରିଥିବା ଫ୍ରାନ୍ସର ସଂସ୍ଥା ଟୋଟାଲ୍ ଏନର୍ଜି ନୂଆ ଫାଣ୍ଡି ଦେବା ଉପରେ ଲକ୍ ଲଗାଇଛି। ଟୋଟାଲ୍ ଏନର୍ଜି ସହିତ ମିଶି ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ ନାମରେ ଯଶ ଉଦ୍ୟୋଗ ଗଠନ କରାଯାଇଛି, ଯାହା ସହରାଞ୍ଚଳରେ ଗ୍ୟାସ୍ ପ୍ରଦାନ କରୁଥିଲା। ମଧୁବାବୁ ପେନ୍ସନ୍ ଯୋଜନାରେ 338 କୋଟି ବ୍ୟୟବରାଦ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ 2024-25 ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୋଟ 12,156 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସାମାଜିକ ନିରାପତ୍ତା ବିଭାଗରେ ମଧୁବାବୁ ପେନ୍ସନ୍ ଯୋଜନାରେ 338 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିଭଳି ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ 16 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମ ଏବଂ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପ୍ରୋତ୍ସାହନ ପାଇଁ 10 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ବିଧବା ଭତ୍ତା ଯୋଜନା ପାଇଁ 16 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଜାନୁଆରୀରେ ଟ୍ରମ୍ପ ଶପଥ ନେବା ପରେ ତିନି ଦେଶ ପାଇଁ ଆରମ୍ଭ ହେବ ଖରାପ ସମୟ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀରେ ନେବେ ଶପଥ। ଆଉ ଶପଥ ନେଉ ନେଉ ଦେଶରେ ଆରମ୍ଭ ହେବ ଟ୍ରମ୍ପ ରାଜ। ତେବେ ସେ କହିଛନ୍ତି ଯେ ଦେଶର ଦାୟିତ୍ୱ ନେବା ପରେ ତୁରନ୍ତ ସେ ଚୀନ, ମେକ୍ସିକୋ ଏବଂ କାନାଡା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବେ। ଏହି ତିନୋଟି ଦେଶର ନୀତିରେ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନିଆଯିବ। ଟ୍ରମ୍ପ କହିଛନ୍ତି ଯେ କାନାଡା ଏବଂ ମେକ୍ସିକୋରୁ ଆମେରିକା ଆସୁଥିବା ସମସ୍ତ ଉତ୍ପାଦ ଉପରେ 25% ଶୁଳ୍କ ଲାଗୁ କରାଯିବ। ବେକାର ହୋଇଯିବ ପୁରୁଣା କାର୍ଡ, ଲାଗୁ ହେବ ନୂଆ ନିୟମ। ପାନ୍ କାର୍ଡକୁ ନେଇ ଆସିଲା ବଡ଼ ଖବର। ପାନ୍ କାର୍ଡର ବଦଳିବ ରୂପରେଖ। ବେକାର ହୋଇଯିବ ପୁରୁଣା କାର୍ଡ, ଏଥିରେ କ୍ୟୁଆର୍ କୋଡ୍ ସହିତ ଆସିବ ପାନ୍। କେନ୍ଦ୍ର କ୍ୟାବିନେଟ୍ ପାନ୍ କାର୍ଡକୁ ଅପଗ୍ରେଡ୍ କରିବାକୁ ଯାଉଛି। ଏନେଇ ସୋମବାର ପାନ୍ 2.0କୁ ମଞ୍ଜୁରୀ ମିଳିଛି। ଏଥିପାଇଁ 1435 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନୂଆ ପାନ୍ କାର୍ଡ କ୍ୟୁଆର୍ କୋଡ୍ ସହିତ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସୁଭଦ୍ରା ଆବେଦନ କରିବାର ଶେଷ ଦିନରେ ପରିବର୍ତ୍ତନ। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। 2025 ମାର୍ଚ୍ଚ 7 ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ଲାଇନ୍। ମାର୍ଚ୍ଚ 7 ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ 8 ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ତେଣୁ ମାର୍ଚ୍ଚ 7 ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏଯାଏଁ 80,46,000 ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଲାଣି।